ତୁମେ ଯଦି ଗେରୁଆ ହେବ, ଗେରୁଆ ହେଇଥିବ ବା ଗେରୁଆ ବାହିନୀର କେହି ସଦସ୍ୟ ରେକମେଣ୍ଡ କରିବେ, ତାର ଯଦି ଛାତ ଘର ଥିବ, ପାଇବାକୁ ବିଲକୁଲ ଯୋଗ୍ୟ ନଥିବ, ତାହେଲେ ତା ନାଁଟିକୁ ମାନେ ଚଢ଼ାଉଛନ୍ତି। ଯେତେବେଳେ ଅଫିସରଙ୍କୁ ପଚରା ଯାଉଛି, ଆମ ହାତରେ କିଛି ନାହିଁ ଆଜ୍ଞା, ସିଏ ଯାହା କହିବେ ଏଇଟା ଆମେ କରୁଛୁ। ଘର ଦେଉଛ କି ନାହିଁ? ଡବଲ ଇଞ୍ଜିନ୍ ସରକାର, ବଡ଼ ସରକାର, ଭାରତ ସରକାର ଓଡ଼ିଶାକୁ 1 ନମ୍ବର କରିବେ। 35 ଲକ୍ଷ ଲୋକଙ୍କୁ ଘର ମିଳିବ ବା 37 ଲକ୍ଷ ପରିବାରକୁ, ତାହେଲେ ଭଲ କଥା। କିନ୍ତୁ ସବୁଠାରୁ ଦୁଃଖ ଆଉ ପରିତାପର କଥା ହେଉଛି, ଏମାନେ 27 ମାସ ସରକାର କରିସାରିଲେଣି। 27 ମାସ ସରକାର କରିସାରିଲା ପରେ ମଧ୍ୟ କେନ୍ଦ୍ର ସରକାର ଓଡ଼ିଶାକୁ ଗୋଟିଏ PMAY ବା ସାଧାରଣ ଲୋକଙ୍କ ମୁଖରେ ଯେଉଁଟା ଇନ୍ଦିରା ଆବାସ ଦେଲେ ନାହିଁ। ଡବଲ ଇଞ୍ଜିନ୍ ସରକାର, ବଡ଼ ଇଞ୍ଜିନ୍ ସାନ ଇଞ୍ଜିନ୍କୁ ଅଣଦେଖା କରୁଛି। ଗୋଟେ ହାସ୍ୟାସ୍ପଦ କଥା ହେଉଛି ଯେ କେନ୍ଦ୍ର ସରକାର ଦେଉନାହିଁ ବୋଲି ମାନ୍ୟବର ମନ୍ତ୍ରୀ ତାଙ୍କ ସାଥିରେ ଅନେକ ମାନ୍ୟବର MP ଯାଇକି ମିଶିକି କେନ୍ଦ୍ରମନ୍ତ୍ରୀଙ୍କୁ କହିଲେ ଆମକୁ ଘର ଦିଅ। ଏଇଟା କ'ଣ କେନ୍ଦ୍ରର ଦାୟିତ୍ୱ ନୁହେଁ କି ଓଡ଼ିଶାକୁ ଦେବା? ହୁଏତ ଓଡ଼ିଶା ସରକାର ଏବଂ MP ମାନେ ଅନୁଭବ କଲେ ଯେ କେନ୍ଦ୍ର ସରକାର ଘୋର ଅବହେଳା କରୁଛନ୍ତି, ଓଡ଼ିଶାର ଗରିବ ଜନସାଧାରଣଙ୍କୁ ଘର ଦେଉନାହାନ୍ତି। ଏ ଅନୁଭବ ଦୃଷ୍ଟିକୋଣ ସେମାନେ ଯାଇକି ଆପତ୍ତି ଉଠାଇଲେ, ରିକ୍ୱେଷ୍ଟ କରିଥିବେ ଯେ ଆମକୁ ଘର ଦିଅ। ସିଏ ଯାହା କହିଥିବେ ତାକୁ ଆସିକି ମାନେ କହୁଛନ୍ତି ଯେ ଆମେ 37 ଲକ୍ଷ ଲୋକଙ୍କୁ ଘର ଦେବୁ। ହେଲା ପ୍ରଥମ କଥା। ଦ୍ୱିତୀୟ କଥାରେ ମୁଁ ପଚାରିବାକୁ ଚାହେଁ, 2024 ଜୁନ୍ ମାସରେ ସରକାରକୁ ଆସିଲେ, 2024-25, 2025-26ରେ ଗୋଟିଏ ବି ଘର ଆସିଲା ନାହିଁ। ଆଗରୁ ଯେଉଁ ଘର ସାଙ୍କସନ୍ ହେଇଥିଲା ଗତ ସରକାର ଅମଳରେ 1,03,000 ଘର, ସେ ପଇସାଟା କେବଳ ଆସିଥିଲା। ବର୍ଷକୁ 5,800 କୋଟି ଲେଖେ କେନ୍ଦ୍ରୀୟ ସେୟାର, ଯେଉଁଟା ସେଣ୍ଟ୍ରାଲ ସେୟାରଟା ଆସେ, ସେ 2 ବର୍ଷ ହେଲା ସେ ପଇସାଟା ହରାଇଛନ୍ତି। ଏବଂ ଆଉ ଗୋଟେ କଥା କହୁଛନ୍ତି ଯେ 37 ଲକ୍ଷ ଲୋକଙ୍କୁ ଘର ଦେବେ। ଏହା ସତ୍ୟ ତ? କାହିଁକିନା ଯେତେବେଳେ ପଞ୍ଚାୟତରେ ସେ ସର୍ଭେ କଲେ, ଗୋଟେ ଲିଷ୍ଟ କଲେ, ଯେଉଁ ଲିଷ୍ଟରେ ଯେଉଁ ପରମାନେଣ୍ଟ ୱେଟ୍ ଲିଷ୍ଟ ଯେଉଁଟା ସେ କରୁଛନ୍ତି, ସେଥିରେ ସେ ଫାଷ୍ଟ କହିଲେ ଏଇ ପଞ୍ଚାୟତରେ 300 ଲୋକ ଘର ପାଇବେ। ତାପରେ ପୁଣି କହୁଛନ୍ତି ନାଇଁ ଏଥିରୁ 70 ଲୋକ ଘର ପାଇବେ। ପୁଣି ସେଥିରେ ତାଙ୍କ ଦଳର କର୍ମୀ ଯାହାକୁ ସୁପାରିଶ କରିବେ ସିଏ ଘର ପାଇବ। ଯଦି ପଞ୍ଚାୟତ ଏକ୍ଜିକ୍ୟୁଟିଭ୍ ଅଫିସର ବା BDO ବା ଅନ୍ୟମାନଙ୍କୁ ପଚରା ହେଉଛି ଏ ଲୋକଟା ଯୋଗ୍ୟ ଲୋକ, ଆର ଚାଳ ଘର ଅଛି, ଆର କଚା ଘର ଅଛି, ପକ୍କା ଘର ନାହିଁ, ଭାରି ଦୁଃଖରେ ଅଛି, ଝଡ଼ି ବର୍ଷା ଲଗାଣ ବର୍ଷାରେ ତା ଘର ପାଣି ଗଳୁଛି ଏବଂ ସେ ପାଇବାକୁ ଯୋଗ୍ୟ, ସେ କଥା ନାହିଁ। ତୁମେ ଯଦି ଗେରୁଆ ହେବ, ଗେରୁଆ ହେଇଥିବ ବା ଗେରୁଆ ବାହିନୀର କେହି ସଦସ୍ୟ ରେକମେଣ୍ଡ କରିବେ, ତାର ଯଦି ଛାତ ଘର ଥିବ, ପାଇବାକୁ ବିଲକୁଲ ଯୋଗ୍ୟ ନଥିବ, ତାହେଲେ ତା ନାଁଟିକୁ ମାନେ ଚଢ଼ାଉଛନ୍ତି। ଯେତେବେଳେ ଅଫିସରଙ୍କୁ ପଚରା ଯାଉଛି, ଆମ ହାତରେ କିଛି ନାହିଁ ଆଜ୍ଞା, ସିଏ ଯାହା କହିବେ ଏଇଟା ଆମେ କରୁଛୁ। ଇଏ ବର୍ତ୍ତମାନ ଏଇ ସରକାରର ବୁଝାମଣା। ତେଣୁକରି ଆଉ ଗୋଟେ କଥା ମଧ୍ୟ ଶୁଣାଯାଉଛି, ପ୍ରତି ଘର ପିଛା କୁଆଡ଼େ 20-25,000, 30,000 ପର୍ଯ୍ୟନ୍ତ ମଧ୍ୟ ଲାଞ୍ଚ ଚାଲିଛି। ଏବଂ ଏ କଥା ମଧ୍ୟ ଶୁଣାଯାଉଛି ବର୍ତ୍ତମାନ ଯେତିକି ଲୋକଙ୍କଠୁ ଆଦାୟ କରାଗଲାଣି, ତାଙ୍କ ଆଉ ଯେଉଁ ରହିଲା 33 ମାସ ରହିଲା କି 37 ମାସ କେତେ ରହିଲା, ସେ ଭିତରେ ଦେଇପାରିବେନି। ମାନେ ଆଗୁଆ ଆଦାୟ ସରିଲାଣି 5-10 ବର୍ଷ ପାଇଁ। ବର୍ତ୍ତମାନ ଗାଁ ଗହଳିରେ ହାହାକାର ହାହାକାର। ମୋତେ ଲାଗୁଛି ଏସବୁ କଥା ଯେମିତି ହେବ, ତାହେଲେ ଗୋଟେ ବିପ୍ଳବ ହେବ। ଆଉ ସବୁଠାରୁ ଦୁଃଖ, ପରିତାପ, ହାସ୍ୟାସ୍ପଦ କଥା, ଏମାନେ ମିଶିକି ଯାଇକି କହୁଛନ୍ତି ଆମକୁ ଘର ଦିଅ, ପଞ୍ଚାୟତ ଇଲେକ୍ସନରେ ଆଗରେ ଅଛି। ଅପେକ୍ଷା ରଖୁଛୁ, 37 ଲକ୍ଷ ଲୋକଙ୍କର ଲିଷ୍ଟ କରିଛ, କାଲି ଗଣମାଧ୍ୟମରେ କହିଛ ଘର ଦେଉଛ କି ନାହିଁ? ଡବଲ ଇଞ୍ଜିନ୍ ସରକାର, ବଡ଼ ସରକାର, ଭାରତ ସରକାର ଓଡ଼ିଶାକୁ 1 ନମ୍ବର କରିବେ, ଦେବେ କି ନାହିଁ ଅପେକ୍ଷା ରଖୁଛୁ। जदि आपंक आम भिडी भल लगा तेब आम चैनल को लाइक, शेयर, सब्सक्राइब करने को जमा भी भूलु नहीं।